ଯାହାକୁ ସମସ୍ତେ ଅସୁନ୍ଦର କହି ହସୁଥିଲେ, ସେହି ଛୋଟ ବତକଟି ଦିନେ ଏମିତି ଏକ ଅନୁପମ ରୂପ ଧାରଣ କଲା, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କିନ୍ତୁ ସେ ନିଜେ ମଧ୍ୟ ଜାଣିନଥିଲେ ଯେ ତାର ଭିତରେ ଲୁଚିଥିଲା ଏପରି ଏକ ବଡ଼ ରହସ୍ୟ। ସବୁଜ ଗଛରେ ଘେରା ଏକ ପୁରୁଣା ଘର, ପାଖରେ ବହି ଯାଉଛି ଏକ ଶାନ୍ତ ନଦୀ। ଗଛ ଉପରେ ପକ୍ଷୀମାନେ ଗୀତ ଗାଉଛନ୍ତି। ଏକ ମା ବତକ ନିଜ ଅଣ୍ଡା ଉପରେ ବସିଛି। ଆଉ କିଛି ସମୟ ତାପରେ ମୋର ସମସ୍ତ ଛୁଆ ଏହି ଦୁନିଆକୁ ଆସିବେ। ଗୋଟିଏ ପରେ ଗୋଟିଏ ଡିମ୍ବ ଫାଟିବାକୁ ଲାଗିଲା। ଚି ଚି ମା ଚି ଚି ମା। ମା ବତକ ଖୁସିରେ ହସିଲା, କିନ୍ତୁ ଗୋଟିଏ ବଡ଼ ଡିମ୍ବ ଏପର୍ଯ୍ୟନ୍ତ ଫାଟିଲା ନାହିଁ। ଏହି ଡିମ୍ବଟା ଏତେ ବଡ଼ କାହିଁକି? ରାତି ହୋଇଗଲା। ଚନ୍ଦ୍ର ଆକାଶରେ ଦେଖାଦେଲା। କ୍ରାକ୍ କ୍ରାକ୍। ଡିମ୍ବଟି ଧୀରେ ଧୀରେ ଫାଟିଗଲା। ଆରେ, ଭିତରେ ଏକ ବଡ଼ ଧୂସର ରଙ୍ଗର ଛୁଆ ବାହାରିଲା। ଅନ୍ୟ ଛୁଆମାନେ ତା ଆଡ଼କୁ ଦେଖିଲେ। ଏ କିଏ? ଏତେ ବଡ଼ ଆଉ ଏତେ ଅଣ୍ଡା କାହିଁକି? ମା ବତକ ତାକୁ ନିଜ ପାଖକୁ ଟାଣି ନେଲା। ସେ ଯେମିତି ହେଉ ସେ ମୋର ଛୁଆ। ପରଦିନ ମା ବତକ ସମସ୍ତ ଛୁଆଙ୍କୁ ନଦୀ ପାଖକୁ ନେଲା। ଆସ, ଆଜି ତୁମେମାନେ ପହଁରିବା ଶିଖିବ। ସମସ୍ତେ ପାଣିକୁ ଡେଇଁ ପଡ଼ିଲେ। ଶେଷରେ ଧୂସର ବତକଟି ମଧ୍ୟ ପାଣିକୁ ଡେଇଁଲା। କିନ୍ତୁ ଆଶ୍ଚର୍ଯ୍ୟ, ସେ ସମସ୍ତଙ୍କ ଠାରୁ ଭଲ ପହଁରିଲା। ବାଃ, ତୁମେ ତ ସମସ୍ତଙ୍କ ଠାରୁ ଭଲ ପହଁରୁଛ। ଛୋଟ ବତକମାନେ ଈର୍ଷାରେ ତାକୁ ଦେଖିଲେ। ମା ବତକ ସମସ୍ତଙ୍କୁ ଫାର୍ମକୁ ନେଇଗଲା। ସେଠାରେ କୁକୁଡ଼ା, ହଂସ, ମୁର୍ଗୀ ଓ ଅନ୍ୟ ପଶୁମାନେ ଥିଲେ। ଧୂସର ବତକଟିକୁ ଦେଖି ସମସ୍ତେ ହସିବାକୁ ଲାଗିଲେ। ଏ କେମିତି ବତକ? ଏହାକୁ ବତକ କହିବା ଠିକ୍ କି? ତୋ ଚେହେରା ଦେଖିଛୁ? ସମସ୍ତେ ହସିଲେ। ଧୂସର ବତକଟି ଚୁପ୍ ହୋଇଗଲା। ମୁଁ କ'ଣ ଭୁଲ କରିଛି? କେହି ଉତ୍ତର ଦେଲେ ନାହିଁ। ପ୍ରତିଦିନ ସେଇ ଅପମାନ। କେହି ତାକୁ ଖାଇବାକୁ ଦେଉନଥିଲେ, କେହି ତା ସହିତ ଖେଳୁନଥିଲେ। ଗୋଟିଏ ଦିନ ଏକ କୁକୁଡ଼ା ତାକୁ ଧକ୍କା ଦେଲା। ଏଠାରେ ଚାଲିଲା। ଧୂସର ବତକର ଆଖିରେ ଲୁହ ଆସିଗଲା। ସେ ଆକାଶକୁ ଦେଖିଲା। ହେ ଆକାଶ, ମୁଁ ସତରେ ଏତେ ଖରାପ କି? ସେହି ରାତିରେ ସେ ନିଷ୍ପତ୍ତି ନେଲା, ମୁଁ ଏଠାରେ ଆଉ ରହିବି ନାହିଁ। ସମସ୍ତେ ଶୋଇପଡ଼ିଛନ୍ତି। ଧୂସର ବତକ ଧୀରେ ଧୀରେ ଫାର୍ମ ଛାଡ଼ିଲା। ସେ ନଦୀ କୂଳରେ ଚାଲି ଚାଲି ଏକ ଅଜଣା ସ୍ଥାନରେ ପହଞ୍ଚିଲା। ସକାଳ ହେଲା। ସେ ହଠାତ୍ ଦୂରରେ କିଛି ଧଳା ପକ୍ଷୀକୁ ଦେଖିଲା। ସେମାନେ ପାଣିରେ ଭାସୁଥିଲେ। ସେମାନଙ୍କର ଲମ୍ବା ବେକ, ଧଳା ପର, ସୁନ୍ଦର ପଖ। ସେମାନେ କିଏ? ଆହା, ସେମାନେ କେତେ ସୁନ୍ଦର। ସେ ଦୂରରୁ ସେମାନଙ୍କୁ ଦେଖୁଥିଲା। ଗୋଟିଏ ରାଜହଂସ ତାକୁ ଦେଖିଲା। ତୁମେ କିଏ? ଧୂସର ବତକ ଡରିଗଲା। ମୁଁ ଏକ ଅସୁନ୍ଦର ବତକ। ରାଜହଂସ ହସିଲା ନାହିଁ। ଅସୁନ୍ଦର? ଏହି ନାମ ତୁମକୁ କିଏ ଦେଲା? ବତକ ଚୁପ୍ ରହିଲା। ହଠାତ୍ ଋତୁ ବଦଳିଗଲା। ଚାରିଆଡ଼େ ବରଫ। ନଦୀର ପାଣି ମଧ୍ୟ ବରଫରେ ପରିଣତ ହେଲା। ଧୂସର ବତକ ଏକାକୀ ଥିଲା। ମୋର କେହି ନାହାନ୍ତି। ସେ ଥଣ୍ଡାରେ କମ୍ପିବାକୁ ଲାଗିଲା। ହେ ଭଗବାନ, ମୋତେ ଏମିତି କାହିଁକି କରିଛ? ସେ ଆଖି ବନ୍ଦ କଲା। କିଛି ମାସ ପରେ ସୂର୍ଯ୍ୟୋଦୟ ହେଲା। ବରଫ ତରଳିବାକୁ ଲାଗିଲା। ଗଛରେ ନୂଆ ପତ୍ର ଆସିଲା। ଫୁଲ ଫୁଟିଲା। ପକ୍ଷୀମାନେ ଗୀତ ଗାଇଲେ। ଧୂସର ବତକ ପୁଣି ନଦୀ ପାଖକୁ ଗଲା। ସେଠାରେ ପୁଣି ସେହି ରାଜହଂସମାନେ ଥିଲେ। ଧୂସର ବତକ ସେମାନଙ୍କୁ ଦେଖି ଭାବିଲା, ମୁଁ ମଧ୍ୟ ସେମାନଙ୍କ ସହିତ ରହିବାକୁ ଚାହେଁ। କିନ୍ତୁ ତାର ମନରେ ପୁରୁଣା କଥା ମନେ ପଡ଼ିଲା। ଅସୁନ୍ଦର, ଅଜବ, ଏଠାରୁ ଚାଲିଯା। ସେ ଭୟଭୀତ ହେଲା। ଯଦି ସେମାନେ ମଧ୍ୟ ମୋତେ ଘୃଣା କରନ୍ତି? କିଛି ସମୟ ପରେ ସେ ଆଖି ବନ୍ଦ କରି ନଦୀକୁ ଡେଇଁ ପଡ଼ିଲା। ସେ ପାଣି ଭିତରକୁ ଦେଖିଲା, କିନ୍ତୁ ପାଣିରେ ତା ପ୍ରତିବିମ୍ବ ଆଉ ଧୂସର ନଥିଲା। ସେ ଆଖି ଘଷିଲା, ପୁଣି ଦେଖିଲା। ଏ କିଏ? ପାଣିରେ ଦେଖାଯାଉଥିଲା ଏକ ସୁନ୍ଦର ଧଳା ରାଜହଂସ। ଲମ୍ବା ବେକ, ଧଳା ଚମକୁଥିବା ପର, ବଡ଼ ସୁନ୍ଦର ପଖ। ଏହା ମୁଁ? ସେ ଆଶ୍ଚର୍ଯ୍ୟରେ ନିଜ ପଖକୁ ଦେଖିଲା। ଗୋଟିଏ ବୃଦ୍ଧ ରାଜହଂସ ତା ପାଖକୁ ଆସିଲା। ତୁମେ ବତକ ନୁହଁ, ତୁମେ ଆମ ଭଳି ଏକ ରାଜହଂସ। ତୁମେ ଛୋଟବେଳୁ ଆମ ଭଳି ଥିଲ, କେବଳ ତୁମେ ନିଜକୁ ଚିହ୍ନି ପାରିନଥିଲ। ଧୂସର ବତକ ଆଖିରେ ଲୁହ ଆସିଗଲା। ତୁମର ଅଲଗା ହେବା ତୁମର ଦୁର୍ବଳତା ନୁହେଁ, ଏହା ତୁମର ପରିଚୟ। ରାଜହଂସଟି
ଆକାଶକୁ ଉଡ଼ିଲା। ନୂଆ ରାଜହଂସ ମଧ୍ୟ ତାର ପଛେ ପଛେ ଉଡ଼ିଲା। ତାପରେ ଆହୁରି ଉଚ୍ଚରେ, ଆଉ ଉଚ୍ଚରେ। ମୁଁ ଉଡ଼ି ପାରୁଛି। ସମସ୍ତ ରାଜହଂସ ତାକୁ ଘେରି ଉଡ଼ିବାକୁ ଲାଗିଲେ। କିଛି ଦିନ ପରେ ସେ ନିଜ ପୁରୁଣା ଫାର୍ମ ପାଖକୁ ଆସିଲା। ସେଠାରେ ସେଇ କୁକୁଡ଼ା ଓ ବତକମାନେ ଥିଲେ। ସେମାନେ ଆକାଶକୁ ଦେଖିଲେ। ଆରେ ଏତେ ସୁନ୍ଦର ରାଜହଂସ। ରାଜହଂସଟିଏ ତଳକୁ ଆସିଲା। ସମସ୍ତେ ତାକୁ ଚିହ୍ନି ପାରିଲେ ନାହିଁ। ଏତେ ସୁନ୍ଦର। ମା ବତକ ବୃଦ୍ଧ ହୋଇଯାଇଥିଲା। ସେ ରାଜହଂସକୁ ଦେଖି ଆଶ୍ଚର୍ଯ୍ୟ ହେଲା। ରାଜହଂସ ଧୀରେ ତା ପାଖକୁ ଗଲା। ତୁମେ ରାଜହଂସ ମୁଣ୍ଡ ନୁଆଁଇଲା। ମୋ ଛୁଆ। ଦୁହେଁ ଏକାଠି ହେଲେ। ମୁଁ ସବୁବେଳେ ଜାଣିଥିଲି ତୁମ ଭିତରେ କିଛି ବିଶେଷ ଅଛି। ରାଜହଂସର ଆଖିରୁ ଲୁହ ଝରିଗଲା। ସୂର୍ଯ୍ୟ ଅସ୍ତ ହେଉଛି। ରାଜହଂସ ଆକାଶକୁ ଉଡ଼ିଗଲା। ତଳେ ନଦୀ, ଉପରେ ସୁନ୍ଦର ଆକାଶ। କେବେ କେବେ ଦୁନିଆ ଆମକୁ ଆମର ବାହ୍ୟ ରୂପ ଦେଖି ମୂଲ୍ୟାୟନ କରେ, କିନ୍ତୁ ଆମର ସତ୍ୟ ପରିଚୟ ଲୁଚିଥାଏ ଆମର ଭିତରେ। ଯେଉଁ ଛୁଆକୁ ସମସ୍ତେ ଅସୁନ୍ଦର କହୁଥିଲେ, ସେହି ଛୁଆ ଦିନେ ଆକାଶର ସବୁଠାରୁ ସୁନ୍ଦର ପକ୍ଷୀ ହୋଇଗଲା। ଏହି କାହାଣୀର ଶିକ୍ଷା ହେଉଛି ଏହା ଯେ କାହାକୁ ତାର ଚେହେରା କିମ୍ବା ବାହ୍ୟ ରୂପ ଦେଖି ବିଚାର କରନ୍ତୁ ନାହିଁ। ପ୍ରତ୍ୟେକ ମଣିଷ ଓ ପ୍ରାଣୀ ଭିତରେ କିଛି ନା କିଛି ବିଶେଷ ପ୍ରତିଭା ଲୁଚିଥାଏ। ଅନ୍ୟମାନଙ୍କ ଅପମାନକୁ ନିଜର ପରିଚୟ କରନ୍ତୁ ନାହିଁ। ନିଜ ଉପରେ ବିଶ୍ୱାସ ରଖନ୍ତୁ। ଦିନେ ଆପଣଙ୍କର ସମୟ ନିଶ୍ଚୟ ଆସିବ। କାରଣ ଆଜି ଯାହାକୁ ଦୁନିଆ ଅସୁନ୍ଦର କହୁଛି, ସେହି ଲୋକଟି ଆସନ୍ତାକାଲି ନିଜର ଅସଲି ପରିଚୟ ନେଇ ଆକାଶରେ ଉଡ଼ିବ। ନିଜକୁ କେବେ ଛୋଟ ଭାବନ୍ତୁ ନାହିଁ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍, ସେୟାର ଓ କମେଣ୍ଟ କରିବା ସହିତ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା। ଧନ୍ୟବାଦ।